ସକାଳର ସଚେତନତାର ଗୋଟିଏ ବାଣୀ ଆପଣମାନଙ୍କୁ କହୁଛି। ଆପଣମାନେ ଶୁଣିବେ ନ ଶୁଣିବେ ଏହା ହେଉଛି ଆପଣମାନଙ୍କର ବିଚାର। ନାହିଁ 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 ମୁଁ ଏ ଓଡ଼ିଶା, ଏଠାରେ ଏସବୁ ହୁଏନି। ଏ ସାଂସ୍କୃତିକ ଦେଶ, ଜଗନ୍ନାଥଙ୍କର ଧାମ। ଆପଣମାନେ ଯେଉଁ ସକାଳୁ ଉଠି ଖାଲି ମର୍ଣ୍ଣିଂ ୱାର୍କ କରିବେ, ରାସ୍ତାରେ ଚାଲିବେ, କାହିଁକି ଏସବୁ କରୁଛନ୍ତି? ଆପଣମାନେ ଆପଣମାନଙ୍କର କର୍ମ ନିୟୋଗୀ ହୋଇଗଲେ ଆପଣଙ୍କର ଶରୀରରେ କୌଣସି ରୋଗଗ୍ରସ୍ତ କରିପାରିବ ନାହିଁ। କିନ୍ତୁ ଆପଣମାନେ ତ ତାହା କରୁନାହାନ୍ତି। ସକାଳୁ ଉଠି ଆଗେ ଥିଲା ସଂସ୍କୃତିରେ ଏହା ସବୁ ବର୍ଣ୍ଣିତ ହେଇକି ଥିଲା। ସକାଳୁ ଉଠି ଦାନ୍ତ ଘଷିବେ, ଗାଧେଇବେ, ନିତ୍ୟକର୍ମ ସାରିବେ। ବୋହୂମାନେ ଶାଶୁ ଶ୍ୱଶୁରଙ୍କ ସେବା କରିବେ। କେତେ ଜଣ କରୁଛ ମ? ଆଉ ଚାଷୀମାନେ, କୃଷକ ଭାଇମାନେ କ୍ଷେତକୁ ଯିବେ, କେତେ ଜଣ ଯାଉଛ ମ? ଆଉ ପୂଜକମାନେ ବୁଲି ବୁଲି ଦିଅଁ ଦେବତାଙ୍କୁ ପୂଜା କରିବେ, କେତେ ଜଣ ପୂଜା କରୁଛ ମ? କର୍ମ ନିୟୋଗୀ ହୁଅ, ତାହେଲେ ରୋଗ ଆପଣମାନଙ୍କୁ ଗ୍ରାସ କରିପାରିବ ନାହିଁ। ରୋଗ ଦୂରେଇ ଯିବ। କାରଣ ଆପଣମାନେ ଯେଉଁ ସମୟ ପାଉଛନ୍ତି ସମାଜର କର୍ମରେ ଲଗାନ୍ତୁ। ଆଉ ଭଲ କର୍ମ, କୁକର୍ମରେ ନୁହଁ। ତେଣୁ ମୁଁ କହୁଛି, ଆପଣମାନେ ନିଜକୁ ନିଜେ ସଜାଗ ହେଲେ ରୋଗ ନ ପଶି ପାରିବ ଶରୀରରେ ଭଲେ, ଏହା ସତ୍ୟ। ତେଣୁ କର୍ମ ନିୟୋଗୀ ହୁଅ, କର୍ମ କର। ଆଉ ଦୁନିଆକୁ ତମେ ଠକିବାକୁ ଆସିନ, ନିଜେ ଠକିଯିବ। କାରଣ ରୋଗଗ୍ରସ୍ତ ହେଇ କ'ଣ ନା, ଏଇ ଟ୍ୟାବଲେଟ୍ ସକାଳୁ ଖାଇବୁ, ସେଇ ଟ୍ୟାବଲେଟ୍ ଦ୍ୱିପହରେ ଖାଇବୁ, ସେଇଟା ଖାଲି ପେଟରେ ଖାଇବୁ, ସେଠି ଇଞ୍ଜେକ୍ସନ୍ ନେବୁ, ସାଲାଇନ୍ ନେଇ ଶୋଇବୁ। କ'ଣ ସବୁ ଚାଲିଛି ମ? ନିଜ ଶରୀରକୁ ନିଜେ ଜଗ, ତାହେଲେ ହୋଇବ ତମର ରାଜଯୋଗ। ଜୟ ଜଗନ୍ନାଥ। ପ୍ରଭୁ ଆଚାର୍ଯ୍ୟ। ଲାଇକ୍, ସେୟାର, ସବସ୍କ୍ରାଇବ୍ ଆପଣମାନେ ବହୁ ମାତ୍ରାରେ କରନ୍ତୁ। ଆଉ ଶିକ୍ଷା ଏକ ଏମିତି ଜିନିଷ ସମସ୍ତେ ଶୁଣି ରଖିବା ଦରକାର, ଜାଣି ରଖିବା ଦରକାର। ଲାଇକ୍, ସେୟାର, ସବସ୍କ୍ରାଇବ୍। ପ୍ରଭୁ ଆଚାର୍ଯ୍ୟ, ଭୁବନେଶ୍ୱର। କର୍ମ ତୋହର ନିଜ ଗୁରୁ, ଉଦ୍ଧବ କିମ୍ପାଇଁ ପଚାରୁ। ଜୟ ଜଗନ୍ନାଥ।